ଯେ ହେଉଛନ୍ତି ଓଡ଼ିଆ ଜାତିର କୂଳ ଦେବତା ପରିବାର ସାଥିରେ ସମାନ ତାଙ୍କୁ ସଦା ସର୍ବଦା ଆମେ ନିମନ୍ତ୍ରଣ କରୁ। ଭଲରେ ହେଉ ମନ୍ଦରେ ହେଉ ଶୁଭରେ ହେଉ ଅଶୁଭରେ ହେଉ ବିବାହରେ ହେଉ ବ୍ରତରେ ହେଉ ହୋମରେ ହେଉ ଯାଜ୍ଞରେ ହେଉ ଆମେ ଆବିର୍ଭାବ ତାଙ୍କୁ ଆମେ ଆଗେ କରୁ। କାରଣ ଆଜି ଆମର ସେ ବିଶ୍ୱ ସୁନ୍ଦର ଭାବରେ ଆପଣମାନେ ଶ୍ରବଣ କରିବେ। ଆପଣ ଯେହେତୁ ଓଡ଼ିଆ ଯେହେତୁ ଓଡ଼ିଶାରେ ଜନ୍ମ ନେଇଛନ୍ତି ଯେହେତୁ ଆମର ମୂଳର ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ ତାଙ୍କର କଥା ତାଙ୍କ ଭିତରେ କିପରି ନୃସିଂହଦେବଙ୍କର ଆବିର୍ଭାବ ସୁନ୍ଦର କଥା ଏବଂ ସେହି କଥାକୁ ଆପଣମାନେ ଯେତେବେଳେ ଆଜି ଶ୍ରବଣ କରିବେ ଶୁଣିବେ ଏବଂ ଅନୁଭବ କରିବେ କଥାଟି ସତ୍ୟ ସତ୍ୟ ଉପରେ ବିଶ୍ୱାସ ରଖିବେ ଆଜିର କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଆଜି ଆଜି ନୃସିଂହଦେବ ହେଉଛନ୍ତି ଆମର ମାନେ ବ୍ରହ୍ମାଣ୍ଡରେ ସେ ହେଉଛନ୍ତି ଆଦି ନୃସିଂହ ପିଣ୍ଡରେ ବି ଆଦି ନୃସିଂହ ସୁନ୍ଦର ଭାବରେ ତାର ବ୍ୟାଖ୍ୟା କରାଯାଇଛନ୍ତି। ବର୍ତ୍ତମାନ ଆଜି ଆମର ଯେଉଁ ଯଜ୍ଞ ଅନୁଷ୍ଠାନ ହେବାକୁ ଯାଉଛନ୍ତି ସେ ଯଜ୍ଞ ଅନୁଷ୍ଠାନ ସେ ଯଜ୍ଞ ବିଷୟରେ ବର୍ତ୍ତମାନ ମୁଁ ମୋର ପାଖରେ ବସିଥିବା ପଣ୍ଡିତ ମହୋଦୟ ରବୀନ୍ଦ୍ରନାଥ ଦାସ ମହୋଦୟଙ୍କୁ ମୁଁ ନିବେଦନ କରୁଛି। ସେ ତାଙ୍କର ଯଜ୍ଞର ତାତ୍ପର୍ଯ୍ୟ କ'ଣ ଯଜ୍ଞ କରିବା ଦ୍ୱାରା କ'ଣ ହୁଏ ଯଜ୍ଞର ଆଜି ମହାଭଗବାନ କିଏ ଏବଂ ଯଜ୍ଞ ଆମେ କରି କ'ଣ ପାଉ କିଏ କ'ଣ ପାଇଛନ୍ତି ଏ ଯଜ୍ଞରୁ କ'ଣ କ'ଣ ତିଆରି ହୁଏ ଏ ଯଜ୍ଞ କିପରି ମାନେ ସବୁ ମୂଳର କାରଣ ହେଇପାରିଲେ ତେଣୁ ସେ ତାଙ୍କୁ ମୋତେ ଅନୁରୋଧ କରିବେ ସେତିକି ଆମର ଦିଗଦର୍ଶନ ଦେବେ ଯଜ୍ଞ ବିଷୟରେ ତାପରେ